ଆପଣଙ୍କ ମତରେ ଜୀବନର ବ୍ରତ କଣ ହେବା ଆବଶ୍ୟକ? ଜୀବନର ବ୍ରତ ଆଉ କଣ, ବ୍ରତଟା ହଉଛି ତ ସେବା, ସବୁଠୁ ବଡ। ସବୁ ମଣିଷ ସମାନ, ସମତା ଆଉ ସେବା, ଏ ଦୁଇଟା ଯଦି ମଣିଷ ମନରେ ରହିଲା ଯେ ସବୁ ମଣିଷ ସମାନ, ଆଉ ଗୋଟେ ବହୁତ ବଡ ଗୋଟେ ସ୍ୱପ୍ନ ଥିଲା ଯେ ଗୋଟେ ଶୋଷଣ ବିହୀନ ସାମ୍ୟ ଥିବା ସମାଜ ଗଢି ଉଠିବ ଆମ ଆଖି ଆଗରେ, ସ୍ୱାଧୀନ ହେଲେ ଦେଶ। ସେ ଯୋଉ ସ୍ୱପ୍ନଟା ଆମକୁ ସେତେବେଳେ ସ୍ୱାଧୀନତାର ଆରମ୍ଭରେ ଦେଖେଇ ଦିଆଯାଇଥିଲା, ସେ ସ୍ୱପ୍ନଟା ଆଉ ସାକାର ହେଲାନି। ସେଇଟା ସବୁବେଳେ ଗୋଟେ ରହିଥିଲା ଯେ ଆମେ ଦେଖିବୁ, ବରଂ ସେ ଖାଇଟା ଆହୁରି ବଢିଗଲା। ଯୋଉ ଧନୀ ଦରିଦ୍ର ଭିତରର ଏଟା କମିବ କଣ, ସ୍ୱାଧୀନତା ପରେ ସେଟା ବଢି ବଢି ଚାଲିଲା ସେ ଗ୍ୟାପଟା। ସବୁବେଳେ ମନେ ହେଲା ଯେ ଗୋଟେ କେମିତି ଦେଶରେ ସମତା ଆସିବ, ଶୋଷଣ ରହିବ ନାହିଁ, ଏଟା ଗୋଟେ ସ୍ୱପ୍ନ ଥିଲା। ଆଉ ବ୍ରତ ଆଉ ସେମିତି କିଛି ବ୍ରତ ନାହିଁ। ଯଦି କିଛି ସେଇଥିପାଇଁ ଯଦି ଲଢିବାକୁ ହବ, ସେଇ ଲଢିବାଟାই ହଉଛି ବ୍ରତ।